ଆପଣମାନଙ୍କୁ ସମସ୍ତଙ୍କୁ ଖ୍ରୀଷ୍ଟୀୟ ନମସ୍କାର। ମାଲକାନଗିରି ଜିଲ୍ଲା ଖ୍ରୀଷ୍ଟିଆନ ସମାଜ ତଥା ଆନଡିଭାଇଡେଡ୍ କୋରାପୁଟ ଓଡ଼ିଶା ପ୍ରତି ଖ୍ରୀଷ୍ଟିଆନ ସମାଜକୁ ଦୁଃଖର ସହିତ ଆପଣମାନଙ୍କୁ ଜଣାଉଅଛୁ। ଗତକାଲି ମଧ୍ୟରାତ୍ରିରେ ଗୁମା ବ୍ଲକ ନିକଟସ୍ଥ ଗଟିଗୁଡ଼ା ନାଲିଗୁଡ଼ା ଗ୍ରାମ ନିକଟସ୍ଥ ଗଟିଗୁଡ଼ାରେ ଏକ ଅଭାବନୀୟ ଦୃଶ୍ୟ ଘଟଣା ଏଠି ଘଟିଯାଇଛି, ଯାହାକି ଆମମାନଙ୍କୁ କହିବା ପାଇଁ ମଧ୍ୟ ଭାଷା ମିଳୁନାହିଁ। ଦୀର୍ଘ ବର୍ଷ ଧରି ଏ ଗ୍ରାମରେ ଏ ମନ୍ଦିର ବା ଚର୍ଚ୍ଚ ନିର୍ମାଣ କରାଯାଇଥିଲା, ଏଠି ପ୍ରାର୍ଥନା ଚାଲିଥିଲା। ଗତ ରାତିରେ ଦୁର୍ବୃତ୍ତମାନେ ଆସି ଯୋଜନାବଦ୍ଧ ଭାବରେ ଆଗରୁ ସେମାନେ ଏହାକୁ ଯୋଜନା କରି ଆସିକି ସଂଘବଦ୍ଧ ଭାବରେ ଆମର ଏଇ ଭବ୍ୟ ମନ୍ଦିରକୁ ଭବ୍ୟ ଚର୍ଚ୍ଚକୁ ସମ୍ପୂର୍ଣ୍ଣ ଭାବରେ ଚକନାଚୁର କରିଦେଇଛନ୍ତି, ସମ୍ପୂର୍ଣ୍ଣ ଭାବରେ ଏହାକୁ ଭାଙ୍ଗି ଦେଇଛନ୍ତି। ଆମେ ଏହାକୁ ମାଲକାନଗିରି ଜିଲ୍ଲା ଖ୍ରୀଷ୍ଟିଆନ ସମାଜ ତରଫରୁ ତତ୍ସଙ୍ଗେ ସଙ୍ଗେ କୁଡ଼ମୁଲ ଗୁମା ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଆମର ଖ୍ରୀଷ୍ଟୀୟ ସମାଜ ତରଫରୁ ଦୃଢ଼ ଭାବରେ ଏହାକୁ ଆମମାନେ ନିନ୍ଦା କରୁଛୁ। ଆମର ଭରସା ଆଉ ବିଶ୍ୱାସ ମାଲକାନଗିରି ଜିଲ୍ଲା ପ୍ରଶାସନ ଉପରେ ଅଛି। ଆଉ ବର୍ତ୍ତମାନ ଆମମାନେ ଯେଉଁମାନେ ଏହି କାଣ୍ଡ ଘଟାଇଛନ୍ତି ସେମାନଙ୍କ ବିଷୟରେ ଏକ ଲିଖିତ ମେମୋରାଣ୍ଡମ୍ ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ଅଫିସରଙ୍କୁ ଆମମାନେ ଦେଉଛୁ। ଆମର ବିଶ୍ୱାସ ଆଉ ଭରସା, ଆଉ ସେମାନେ ଆଇନ ଅନୁଯାୟୀ ଏକ ସର୍ବସାଧାରଣ ପବିତ୍ର ସ୍ଥାନକୁ ଏପରି ଭାବରେ ନିର୍ମମ ଭାବରେ ଭାଙ୍ଗି ଚୁରମାର କରିଦେଇଛନ୍ତି। ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମାଲକାନଗିରି ଜିଲ୍ଲା ଖ୍ରୀଷ୍ଟିଆନ ସମାଜ ତରଫରୁ ଆମମାନଙ୍କର ଅନୁରୋଧ ଆଉ ଆମମାନଙ୍କର ଦାବି ରହିବ। ଯଦି ଏହି ଦାବିପତ୍ର ଅନୁସାରେ ଯେଉଁ ବ୍ୟକ୍ତିବିଶେଷମାନେ ଯେଉଁ ଅନୁଷ୍ଠାନ এই কর্ম କରିଛନ୍ତି ସେମାନଙ୍କର ଉପରେ ଆଇନଗତ ଯଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ, ତେବେ ଆଗାମୀ ଦିନମାନଙ୍କରେ ଆମେ ବାଧ୍ୟ ହେବୁ ରାଜରାସ୍ତାକୁ ଓହ୍ଲାଇବା ପାଇଁ। ସେଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଖ୍ରୀଷ୍ଟ ସମାଜ, ବୁଦ୍ଧିଜୀବୀ, ସମ୍ମାନୀୟ ପ୍ରଭୁଙ୍କର ଅଭିଷିକ୍ତ ଦାସମାନଙ୍କୁ ମଣ୍ଡଳୀମାନଙ୍କୁ ମୁଁ ଅନୁରୋଧ କରୁଛି, ସ୍ଥାନୀୟ ମଣ୍ଡଳୀ ପାଳକ ଆଉ ଏ ଅଞ୍ଚଳ ନିମନ୍ତେ ଆପଣମାନେ ଦୟାକରି ସମସ୍ତେ ପ୍ରାର୍ଥନା କରିବେ। ଧନ୍ୟବାଦ ସମସ୍ତଙ୍କୁ। ଖ୍ରୀଷ୍ଟୀୟ ନମସ୍କାର।